ଝାରସୁଗୁଡ଼ା ମେଡିକାଲରୁ ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ 12 ବର୍ଷିଆ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୋଗ ଅନୁଯାୟୀ ନାବାଳିକାଙ୍କୁ ଡାକ୍ତରଖାନାରୁ ଉଠାଇ ନେଇ ରାଜାବାସନ ଶାଗୁଆନ ବନ ଅଞ୍ଚଳରେ ଦୁଷ୍କର୍ମ କରାଯାଇଥିଲା। ପରେ ତାଙ୍କୁ ମଙ୍ଗଳବଜାର ଅଞ୍ଚଳକୁ ନେଇ ରାତିସାରା ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ହସ୍ପିଟାଲ ପରିସରରେ ସୁରକ୍ଷା ବ୍ୟବସ୍ଥା କେତେ ଦୃଢ଼ ରହିଛି ତାହା ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ଝାରସୁଗୁଡ଼ା କଂଗ୍ରେସ ନଗର ସଭାପତି ଅଜୁ ବାରିକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଜିଲ୍ଲାରେ ମହିଳା ଓ ଶିଶୁଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ଗୁରୁତର ପ୍ରଶ୍ନ ଉଠିଛି। ହସ୍ପିଟାଲ ଭଳି ସୁରକ୍ଷିତ ସ୍ଥାନରୁ ଯଦି ନାବାଳିକାଙ୍କୁ ଉଠାଇ ନେଇ ଏପରି ଘଟଣା ଘଟୁଛି ତେବେ ସାଧାରଣ ଲୋକ କେଉଁଠି ସୁରକ୍ଷିତ ରହିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଘଟଣାରେ ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦେବାନନ୍ଦ ବାରିକ ସାମାଜିକ କର୍ମୀ। ନିଶ୍ଚିତ ଭାବରେ ଆଜ୍ଞା ଦୁଃଖଦାୟକ। ଝାରସୁଗୁଡ଼ା ଜିଲ୍ଲାରେ ଯଦି ମୁଖ୍ୟ ଚିକିତ୍ସାଳୟରେ ଏତେ ସୁବିଧା ଥାଇକିରି ପୁଲିସ ଥାଇକିରି ଯଦି ଏଭଳି କାଣ୍ଡ ହେଇଯାଉଛି ଏବଂ ସେ ଝିଅକୁ ନେଇ ଯାଉଛନ୍ତି ଏବଂ ବଳାତ୍କାର କରୁଛନ୍ତି ତାହା ଅତ୍ୟନ୍ତ ଅଶୋଭନୀୟ ଏବଂ ଦୁଃଖଦାୟକ। ଜିଲ୍ଲା ପ୍ରଶାସନ ମୁଁ ଭାବୁଛି ଲ ଆଣ୍ଡ ଅର୍ଡର ସିଚୁଏସନ ପୁରାପୁରି କଣ୍ଟ୍ରୋଲରେ ନାହିଁ ଏବଂ ପୁଲିସର ଯେଉଁ ଭୟ ରହିବା କଥା ଚୋର ମାଫିଆ ମାନଙ୍କ ପ୍ରତି ସେ ଜିନିଷ ବି ନାହିଁ। ଆମେ ପୂର୍ବରୁ ମଧ୍ୟ କହି ଆସିଛୁ ଝାରସୁଗୁଡ଼ା ଜିଲ୍ଲାରେ ବାହାର ରାଜ୍ୟର ବାହାର ଜିଲ୍ଲାର ସବୁ ଲୋକ ଆସି ପଶିଗଲେଣି। ତାଙ୍କର କୌଣସି ପ୍ରକାରର ବର୍ତ୍ତମାନ ତାଙ୍କର କିଛି ଡାଟା ନାହିଁ, ଯାହାଦ୍ୱାରା କି ସେମାନେ କିଏ କୋଉଠୁ ଆସୁଛି କୋଉ ଜାଗାରୁ ଆସୁଛି କ'ଣ କରୁଛି କେହି ଜାଣିନାହାନ୍ତି। ତ ତେଣୁ ଜିଲ୍ଲା ପ୍ରଶାସନ ଏମାନଙ୍କ ଉପରେ ଅଙ୍କୁଶ ଲଗାଇବା କଥା ଏବଂ ଯେଉଁ ଆମର ସେଠି ଯେଉଁ ଆଉଟପୋଷ୍ଟ ଅଛି ସେ ଆଉଟପୋଷ୍ଟକୁ ସୁଦୃଢ଼ କରୁ। ଏବଂ ମୁଁ ଆଉ ଗୋଟେ ଦାବି ଆପଣଙ୍କ ମାଧ୍ୟମରେ କରିଦେବା ପାଇଁ ଚାହେଁ, ଯେଉଁ ଆମର ହସ୍ପିଟାଲ ଆଉ ବସଷ୍ଟାଣ୍ଡ ମଝି ଦେଖିବେ ମଝି ଯେଉଁ ଜାଗାଟା ଅଛି ସେଟା ପୁରାପୁରି ଭାବରେ ଗୋଟେ ଡେଞ୍ଜର ଜୋନ୍। ସେ ଜାଗାରେ ବ୍ୟାରିକେଡ୍ କରାଯାଉ ଏବଂ ଯେଉଁ ଟର୍ଣ୍ଣିଂଟା ଅଛି ସେ ଟର୍ଣ୍ଣିଂ ପାଖରେ ଗୋଟେ ଆଉଟପୋଷ୍ଟ ଦେଲେ ବାହାରେ ଦେଲେ ଲୋକ ରାତିରେ ବିନା ଭୟରେ ସେମାନେ ହସ୍ପିଟାଲ ହଉ ବସଷ୍ଟାଣ୍ଡ ହଉ ସେ ଜାଗାରେ ସେମାନେ ଯାତାୟାତ କରିପାରିବେ। ତ ସେଇ ଜାଗାରେ ଗୋଟେ ଆଉଟପୋଷ୍ଟ ଦେବାଟା ବହୁତ ଜରୁରୀ ଆଉ ସେଇ ଜାଗାରେ ଦେଇଦେଲେ ମୁଁ ଭାବୁଛି କ୍ରାଇମ କଣ୍ଟ୍ରୋଲ ନିଶ୍ଚିତ ଭାବରେ ହେବ। ନିଶ୍ଚିତ ଭାବରେ ଆଜ୍ଞା ବର୍ତ୍ତମାନ ଦେଖନ୍ତୁ ଚୋରି ଡକାୟତିଠୁ ଆରମ୍ଭ କରିକିରି ବର୍ତ୍ତମାନ ଆପଣ ଡ୍ରଗ୍ସ ଦେଖନ୍ତୁ ସବୁ ପ୍ରକାର ଜିନିଷ ଯେତେ ଇଲିଗାଲ ଆକ୍ଟିଭିଟି ସବୁ ଅଛି ସବୁ ଝାରସୁଗୁଡ଼ାରେ ହିଁ ବର୍ତ୍ତମାନ ଯେତେବେଳେ ଇଣ୍ଡଷ୍ଟ୍ରି ବଢୁଛି ସେତେବେଳେ କ୍ରାଇମ ମଧ୍ୟ ବଢି ଯାଉଛି। ଆଉ ଦୁଃଖର କଥା ଏଇଟା କି ଆମ ପାଖରେ ଯୋଉ ବାହାରୁ ଯୋଉ ଲୋକମାନେ ଏଠି ଆସି ଯୋଉ ବସବାସ କରୁଛନ୍ତି ଯୋଉ ଦାଦନ ଶ୍ରମିକ ମାନେ ଆସୁଛନ୍ତି କି ଯିଏ ବି ଆସୁଛି ତାଙ୍କର କୌଣସି ଡାଟା ମୁଁ ଭାବୁନି କି ଆମ ଜିଲ୍ଲା ପ୍ରଶାସନ ପୁଲିସ ପ୍ରଶାସନ ପାଖରେ ଥିବ ବୋଲି ମୁଁ ଭାବୁନି। ସେଥିପାଇଁ ଆଜି ଯିଏ ଯାହା ଘଟଣା ଘଟି ଦେଇକି ଯାଇପାରୁଛି ସେ ପଳେଇ ଯାଉଛି ଆରାମସେ, ତାଙ୍କୁ କିଛି କୌଣସି ଭୟ ନାହିଁ। ଆପଣ ଆଗାମୀ ସମୟରେ କ'ଣ କରିବାକୁ ଚାହିଁବେ? ମୁଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିବି ଯୋଉ ଜାଗାରେ ଭୁଲ ରହୁଛି ସେ ଜାଗାରେ ସେମାନେ ତାକୁ ନିଜେ ଅନୁଧ୍ୟାନ କରନ୍ତୁ ପରଖନ୍ତୁ ଏବଂ ସେ ଜାଗାରେ ଯୋଉ ଜିନିଷଟା ସୁରକ୍ଷା ଦୃଷ୍ଟିରୁ ଯୋଉଟା ସମ୍ଭବ ସେଟା ସେ କରିବା କଥା। ନଚେତ ଆସନ୍ତା ଦିନ ମାନଙ୍କରେ ଯଦି ଏପରି ମାନେ ଯଦି ଏଭଳି ଯଦି ଦୁର୍ଘଟଣା ସବୁ ଘଟି ଚାଲୁଥିବ ତାହେଲେ ନିଶ୍ଚିତ ଭାବରେ ଆଜ୍ଞା ଆମେ ରାଜରାସ୍ତାକୁ ଓହ୍ଲେଇବୁ ଏବଂ ପୋଲିସ ପ୍ରଶାସନ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଆମେ ନିଶ୍ଚିତ ଭାବରେ ଆମେମାନେ ବି ଓହ୍ଲେଇକିରି ଆମେ ଆମର ଦାବି ପୂରଣ କରିବୁ। जदि यह वीडियोटी भल लगी तेबे आम सुंदरगढ़ लाइव चैनल को लाइक शेयर और सब्सक्राइब करंतु।